तथापि आजिकाली तो जुग सबू शॉर्टकट रो जुग सबू शॉर्टकट हेलानी माने दुनिया ही शॉर्टकट हो गलानी देखिए क्रिकेट आउ 5 दिनिया खेल लोक देखुना 20 ओवर रो खेल देखुचंती यूट्यूब रे भी लॉन्ग वीडियो देखुना शॉर्ट वीडियो बेसी देखुचंती आओ ड्रेस मध्य आओ लंबा लंबा पिंधुना सब शॉर्टकट आसी गलानी पुओ माने भी झियो माने भी जुआडू जुआडू शॉर्ट करिवो सेटा ही ठीक लागुची हेले प्रचार कुआडू लोक मान को लॉन्ग भलो लागिवो ता बोले भाबंतु नाही जे आमे शॉर्टकट प्रचार करिवु आसीछु माने भलो रे धार करी कि ही छाड़ीबा बोलो यीशु मसीह की हालेलुया प्रभु को नाम रो धन्यवाद हेउ असंतु आमे वाक्य आडो गुजिबा लेखा अछि आंभे जेते लोको को भलो पाऊ सेमानंकु अनुजोग व शासन करिथाओ अतएव उद्योगी होई मन परिवर्तन कर एही शास्त्रांशटी लाओदिकिया मंडली निमंते प्रभु जीशु ख्रीष्टंकर एक सचेतनर वार्ता अटे लाओदिकिया मंडलीर कथा मु जाने नहीं आम सम्मेलनी को केमिति एई प्रसंगटी को रखिबा पई इच्छा हैला किंतु एतिकी जाने बोध हुए आमर अवस्था लाओदिकियार अवस्था परी हे जाइछे एणो प्रभु नेतृवर्गंक मनरे प्रवृत्ति देले एही परी गोटिए अति समय उपयोगी प्रसंगटी को रखिबा पई आओ मु विश्वास करे एहा निश्चय आम समस्तंक पई लाभदायक हब वाक्य भीतर को जीवा पूर्व टिके लाओदिकिया मंडलीर कथा को न देखिले कथाटा भेई पारे भिन्न दिगरे चली जिवो कॉन्टेक्सचुअल हेबा आवश्यक अटे एणु लाओदिकिया मंडलीर दूतंक निकट को चिट्ठी ता माने दूत बोली कहिले सेही मंडलीर पालक परमेश्वरंक चिट्ठी एक अध्याय प्रकाशित केही पढ़िबा पई अछंती कि ना से माने भी कौन से काम रे व्यस्त अछंती 1:20 टिके पढ़ंतु आंभर दक्षिण हस्तरे जो सप्त नक्षत्र देखिलो हाँ एही हाँ प्रदीप सप्त मंडली अटंती एई स्थान रे प्रभुको दास मानंगु मंडलीर दूत गण बोली संबोधन करा जाइछि आओ एही 7 गोटी मंडलीर पालक माने परमेश्वरंको दक्षिण हस्तरे नक्षत्र भावरे जाजल्यमान हेउथिबा एक एक दासगण अटंती एमाने साधारण नुहंती जदि आमे 1:16 पद को देखिबा पढ़ंतु से आपण दक्षिण हस्तरे सप्त नक्षत्र धारण करिथिले बस होई जानतो एई 7 गोटी मंडलीर दूत माने बा सेवक माने बाइबल रे विभिन्न प्रकार दूत माने अछंती प्रभु लोक माने जाजक मानू भी दूत बोली कहा गला
যদি ଆମେ ମଲାଖୀ ପୁସ୍ତକ ଦେଖିବା, ମଲାଖୀ ପୁସ୍ତକରେ ତାହାର 2 ଅଧ୍ୟାୟରେ ଯାଜକ ମାନଙ୍କୁ ମଧ୍ୟ ପରମେଶ୍ୱରଙ୍କ ଦୂତ ବୋଲି କୁହାଯାଇଛି। ମଲାଖୀ 2 ଅଧ୍ୟାୟ ତାହାର 7 ପଦ। କାରଣ ଯାଜକର ଓଷ୍ଠାଦର ଜ୍ଞାନ ରକ୍ଷା କରିବାର ଉପଯୁକ୍ତ ଓ ତାହାର ମୁଖରୁ ବ୍ୟବସ୍ଥା ଅନ୍ୱେଷଣ କରିବାର ଲୋକମାନଙ୍କର ଉପଯୁକ୍ତ, କାରଣ ସେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଦୂତ। ଜଣେ ଯାଜକ ପରମେଶ୍ୱରଙ୍କ ଏକ ଦୂତ ଅଟେ। ଏଣୁ ମଣ୍ଡଳୀର ଯାଜକ ମାନେ, ମଣ୍ଡଳୀର ସେବକ ମାନେ ଏକ ଏକ ଦୂତ ଅଟନ୍ତି। 2 କରିନ୍ଥୀ ତାହାର 5 ଅଧ୍ୟାୟ ତାହାର 19 ପଦରେ ତାହାର ପଢନ୍ତୁ। ସେହି ସମ୍ମିଳନର ବାକ୍ୟ ଏହି, ଈଶ୍ୱର 20 ପଦ 20। ଅତଏବ ଈଶ୍ୱର ଆମ୍ଭମାନଙ୍କ ଦ୍ୱାରା ଆହ୍ୱାନ କରୁଥିବାରୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ପକ୍ଷରେ ରାଜଦୂତର କର୍ମ କରୁଅଛୁ। ପାଉଲ କହୁଅଛନ୍ତି ପୁରାତନ ନିୟମର ଯାଜକ ମାନେ ଯଦି ଦୂତ, ଆମ୍ଭେମାନେ ରାଜଦୂତ ଅଟୁ ଖ୍ରୀଷ୍ଟଙ୍କର। ଏଣୁ ମଣ୍ଡଳୀର ସେବକ ମାନେ ତାହାଙ୍କୁ ଆମେ ବେଳେ ବେଳେ ହେୟ ଜ୍ଞାନ କରିକି ଦେଖିଥାଉ। କେହି କେହି ଜ୍ଞାନୀ, ବୁଦ୍ଧିମାନ, ଧନବାନ ବିଶ୍ୱାସୀ ମାନେ ପାଳକ ମାନଙ୍କୁ, ପ୍ରଚାରକ ମାନଙ୍କୁ, ପ୍ରଭୁଙ୍କ ସେବକ ମାନଙ୍କୁ ତୁଚ୍ଛ ଜ୍ଞାନ କରିଥାନ୍ତି। ମୁଁ କହିବା ପାଇଁ ଚାହେଁ, ସେମାନେ ପରମେଶ୍ୱରଙ୍କ ଦୂତ ଅଟନ୍ତି। ଏଣୁ ଏଇ ସପ୍ତ ମଣ୍ଡଳୀକୁ ଯେତେବେଳେ ପରମେଶ୍ୱର କୌଣସି ପ୍ରକାରର ବାର୍ତ୍ତା ଦେବା ପାଇଁ ଚାହୁଁଅଛନ୍ତି, ସେତେବେଳେ ପରମେଶ୍ୱର ସେଇ ସପ୍ତ ମଣ୍ଡଳୀର ଦୂତ ମାନଙ୍କ ନିକଟକୁ ଲେଖୁଛନ୍ତି। ପ୍ରଭୁଙ୍କ ଲୋକମାନେ, ଏଇ ଦୂତ ମାନେ ଏମାନଙ୍କୁ ଆତ୍ମିକ ଭାବରେ ବା ନିଗୁଣ ଭାବରେ ନକ୍ଷତ୍ର ବୋଲି ସମ୍ବୋଧନ କରାଯାଇଛି। ଆମେ ଦେଖିଲୁ 16 ପଦ 1 ଅଧ୍ୟାୟ ପ୍ରକାଶିତରେ ପରମେଶ୍ୱରଙ୍କ ଦକ୍ଷିଣ ହସ୍ତର ସପ୍ତ ନକ୍ଷତ୍ର ସେଇ ସପ୍ତ ଦୂତଗଣ ଅଟନ୍ତି। ତାମାନେ ଏଇ ଦୂତ ମାନେ ପ୍ରଭୁଙ୍କ ଦକ୍ଷିଣ ହସ୍ତରେ ରହିକି ଜାଜଲ୍ୟମାନ ହେଉଛନ୍ତି, କିନ୍ତୁ ମଣ୍ଡଳୀର ଅବସ୍ଥା ଠିକ କରିପାରୁନାହାନ୍ତି। ଏଇଟା ବଡ଼ ବିଡ଼ମ୍ବନା ଅଟେ। ସେମାନେ ପ୍ରଭୁଙ୍କ ହସ୍ତ ଭିତରେ ଅଛନ୍ତି, ସେମାନେ ପ୍ରଭୁଙ୍କ ହସ୍ତରେ ଥାଇକି ଆଲୋକ ପ୍ରଦାନ କରୁଛନ୍ତି। ପ୍ରଭୁଙ୍କ ନିଜ ହାତରେ ପ୍ରଭୁ ସେମାନଙ୍କୁ ରଖିଛନ୍ତି। ଯଦି ପ୍ରଭୁ ନିଜ ହାତରେ ରଖିଛନ୍ତି, ପ୍ରଭୁଙ୍କ ହାତରେ ଥିବା ଲୋକ କେତେ ଭାଗ୍ୟବାନ ଲୋକ ଅଟେ। କାହିଁକି ପ୍ରଭୁଙ୍କ ହସ୍ତ କଥା ଯଦି ଆମେ କହିବା, ଯେରେମିୟ 18 ଅଧ୍ୟାୟରେ 1ରୁ 6 ଯାଏ ଦେଖୁ ପ୍ରଭୁଙ୍କ ହସ୍ତ ଇସ୍ରାଏଲକୁ କି ପ୍ରକାର ଗଠନ କରୁଥିଲା। ଯେରୂପ କୁମ୍ଭକାରର ହସ୍ତରେ ମୃତ୍ତିକା ପାତ୍ର। ତାମାନେ ପ୍ରଭୁଙ୍କ ହସ୍ତ ଗଠନ କରିବାର ହସ୍ତ ଅଟେ। ପ୍ରଭୁଙ୍କ ଲୋକମାନେ ସେଇ ହସ୍ତରେ ପରମେଶ୍ୱର ନିର୍ମାଣ କରନ୍ତି। ଏଣୁ 18ର 6 ପଦରେ ତାର ଶେଷ ଧାଡ଼ିରେ ଲେଖା ଅଛି, ଯେପରି ମୃତ୍ତିକା କୁମ୍ଭକାରର ହସ୍ତରେ, ସେପରି ତୁମ୍ଭେମାନେ ଆମ୍ଭ ହସ୍ତରେ ଅଛ। ଜୀବିତ ପରମେଶ୍ୱରଙ୍କ ହସ୍ତ ଭୟଙ୍କର ହସ୍ତ ଅଟେ। ଏଇ ହସ୍ତ ଯେତେବେଳେ ମିଶରୀୟ ଫାରୋଙ୍କ ଉପରେ ପ୍ରବଳ ହେଲା, 10 ଗୋଟି ଭୟଙ୍କର ବିପଦ ଘଟିଲା। ଏ ହସ୍ତ ବିପଦ ଆଣିବାର ହସ୍ତ,
ଏ ହସ୍ତ ଗଠନ କରିବାର ହସ୍ତ ଅଟେ। ଏଇ ହସ୍ତ ଯେତେବେଳେ ଦାନିଏଲଙ୍କ ସମୟରେ ଦାନିଏଲ 5 ଅଧ୍ୟାୟର 22, 23, 24 ପଦରେ ଆମେ ଦେଖୁ ମିନେ ମିନେ ତକେଲ ଉପାରସିନ ଲେଖିଦେଲା ଗୋଟିଏ ସାମ୍ରାଜ୍ୟ ନଷ୍ଟ ହେଇଯାଉଛି। ବାବିଲୋନ ସମ୍ରାଟ ବଲଶସ୍ସରଙ୍କର ସମ୍ପୂର୍ଣ୍ଣ ଅଧପତନ ଘଟୁଛି। ଦାରିଆବସ୍ ମାଦ୍ୟ ପାରସିକ ସମ୍ରାଟଙ୍କର ନୂତନ ସାମ୍ରାଜ୍ୟ ସ୍ଥାପନ ହଉଛି। ତାମାନେ ପ୍ରଭୁଙ୍କ ହସ୍ତ ରାଜଗଣକୁ ଉତ୍ଥାପନ କରେ, ରାଜଗଣକୁ ପତନ କରେ। ପ୍ରଭୁଙ୍କ ହସ୍ତ ଗଠନ କରେ, ପ୍ରଭୁଙ୍କ ହସ୍ତ ଦଣ୍ଡ ଦିଏ, ପ୍ରଭୁଙ୍କ ହସ୍ତ ସୁରକ୍ଷା ଦିଏ। ଜିହିଜିକଲଙ୍କ ଉପରେ ସଦା ପ୍ରଭୁଙ୍କ ହସ୍ତ ଅଧିଷ୍ଠାନ କରନ୍ତେ ଶୁଷ୍କ ଅସ୍ଥି ସକଳକୁ ଏକ ମହତୀ ସେନା କରିବା ପାଇଁ ସେ ଭାବବାଣୀ ବା ଭବିଷ୍ୟତ ବାକ୍ୟ ପ୍ରଚାର କଲେ। ଜିହିଜିକଲ 37:1-12-15 ଯାଏ ଯଦି ଆମେ ଦେଖିବା ଆବଶ୍ୟକ ନାହିଁ ପଢିବାର। ପ୍ରଭୁଙ୍କ ଲୋକମାନେ ଯେତେବେଳେ ଯୀଶୁ ଜଣଙ୍କର କାନରେ ଅଙ୍ଗୁଳି ଦେଲେ, କାନ ଖୋଲିଗଲା। ଯୀଶୁ ଜଣକୁ ସ୍ପର୍ଶ କଲେ, ସେ ସୁସ୍ଥ ହେଇଗଲା। ପ୍ରଭୁଙ୍କ ହସ୍ତ ସୁସ୍ଥକାରୀ ହସ୍ତ। ପ୍ରଭୁଙ୍କ ନାମର ଧନ୍ୟବାଦ ହେଉ। ଶିଷ୍ୟମାନଙ୍କ ସଙ୍ଗରେ ତାହାଙ୍କ ହସ୍ତ ଥିଲା। ବଳବାନ ହସ୍ତ ତଳେ ଆପଣାକୁ ନତ କର, ଯଥା ସମୟରେ ସେ ଉନ୍ନତ କରିବେ। ତାମାନେ ଏ ହସ୍ତ ଉନ୍ନତ କରିବାର ହସ୍ତ ଅଟେ। ଯେତେବେଳେ ଯୀଶୁ ମୁଣ୍ଡ ନୁଆଇ ମାଟିରେ ହସ୍ତରେ ଲେଖିବାକୁ ଲାଗିଲେ, ଫାରୁସୀ ମାନଙ୍କର ପାପର ବୋଧ ସେମାନଙ୍କୁ ଜଣା ପଡିଲା। ଜଣେ ହେଲେ ସେଠାରେ ଆଉ ପ୍ରସ୍ତରାଘାତ କଲେ ନାହିଁ, ସବୁ ଚାଲିଗଲେ। ତାମାନେ ଇଏ ହସ୍ତ ନ୍ୟାୟ କରିବାର ହସ୍ତ ଅଟେ। ଏଣୁ ଏଣେ ମହାନ ଗୁଣବାନ ହସ୍ତରେ ଯଦି 7 ମଣ୍ଡଳୀର ସେବକ ମାନେ ଅଛନ୍ତି, ଯେବେ ସେଇ ସେବକ ମାନେ କେତେ ସୁରକ୍ଷିତ ଅଟନ୍ତି। ଭଲ କଥା, ସେମାନେ ସିନା ସୁରକ୍ଷିତ, ମଣ୍ଡଳୀର ଅବସ୍ଥା ତ ସାଂଘାତିକ ଅଟେ। ଯଦି ଆମେ ଦେଖୁ ସାର୍ଦି ମଣ୍ଡଳୀ, ଆମେ ପର୍ଗମ, ସ୍ମରଣା, ଥୟଥିରା ମଣ୍ଡଳୀ, ସବୁ ମଣ୍ଡଳୀର ଦୂତ ନିକଟକୁ ଚିଠି ଲେଖା ଯାଇଛି। କଣ? ଆମର ପ୍ରସଙ୍ଗରେ ଲାଓଦିକିଆ ମଣ୍ଡଳୀକୁ ପ୍ରଭୁଙ୍କର ବାର୍ତ୍ତା ଅଟେ। এই ମଣ୍ଡଳୀ ପାଇଁ ପ୍ରଭୁ ସମ୍ବୋଧନ କରି କହୁଛନ୍ତି ଯେ ସତ୍, ଯେ ବିଶ୍ୱସ୍ତ, ସତ୍ୟ ସାକ୍ଷୀ, ସେ ଯେ ଈଶ୍ୱରଙ୍କ ସୃଷ୍ଟିର ଆଦିକର୍ତ୍ତା, ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେ ଶୀତଳ ନୁହଁ କି ଉଷ୍ମ ହିଁ ନୁହଁ। ତୁମ୍ଭେ ଶୀତଳ କି ଉଷ୍ମ ହେଲେ ଭଲ ହୁଅନ୍ତା। ଏଣୁ ତୁମ୍ଭେ ଶୀତଳ କି ଉଷ୍ମ ନ ହୋଇ ଈଷଦୁଷ୍ମ ହେବାରୁ ଆମ୍ଭେ ତୁମ୍ଭକୁ ଆପଣା ମୁଖରୁ ଉଦ୍ଗାର କରିବାକୁ ଯାଉଅଛୁ। ପରମେଶ୍ୱର କହୁଛନ୍ତି, ତୁମେ ଶୀତଳ ନୁହଁ କି ତୁମେ ଉଷ୍ମ ନୁହଁ, ତୁମେ ଈଷଦୁଷ୍ମ ହେବାରୁ ଆମ୍ଭେ ତୁମ୍ଭକୁ ଆପଣା ମୁଖରୁ ଉଦ୍ଗାର କରିବାକୁ ଯାଉଅଛୁ। ପ୍ରଭୁଙ୍କ ଲୋକମାନେ ଉଦ୍ଗାର, ପରମେଶ୍ୱର କହୁଛନ୍ତି, ଆମ୍ଭେ ହେ ଲାଓଦିକିଆ ମଣ୍ଡଳୀ, ଆମ୍ଭେ ତୁମ୍ଭକୁ ଉଦ୍ଗାର କରିବାକୁ ଯାଉଅଛୁ। ଆଚ୍ଛା, ଉଦ୍ଗାରକୁ ଲୋକାଲ ସରଳ ସହଜ ଭାଷାରେ ବାନ୍ତି ବୋଲି କହନ୍ତି। ଯଦି ପରମେଶ୍ୱର ଉଦ୍ଗାର କରିବାକୁ ଯାଉଛନ୍ତି, ତାହେଲେ ଲାଓଦିକିଆ ମଣ୍ଡଳୀର ବିଶ୍ୱାସୀ ମାନେ
କେଉଁ ସ୍ଥାନରେ ରହିଅଛନ୍ତି। ଭୌତିକ ଭାବରେ ଭୌଗୋଳିକ କ୍ଷେତ୍ରାନୁସାରେ ମାନଚିତ୍ରାନୁସାରେ ଲାଉଦିକିଆ ମଣ୍ଡଳୀ ଇସ୍ରାଏଲର ଏକ ସ୍ଥାନରେ ଅବସ୍ଥିତ, କିନ୍ତୁ ଆତ୍ମିକ ଭାବରେ ପରମେଶ୍ୱର ଲାଉଦିକିଆ ମଣ୍ଡଳୀକୁ ନିଜ ଭିତରେ ଧାରଣ କରିଛନ୍ତି। ଯେହେତୁ ସେ କହୁଛନ୍ତି ଆମ୍ଭେ ତୁମକୁ ଉଦ୍ଗାର କରିବାକୁ ଯାଉଛୁ। କାହାକୁ ଉଦ୍ଗାର କରାଯାଏ? ଯାହା ଭିତରେ ଗଲା ପରେ ଜୀର୍ଣ୍ଣ ହୁଏ ନାହିଁ, ଯାହା ହଜମ ହୁଏ ନାହିଁ, ଯାହା ବିଲକୁଲ ବି ଉପକାର ଜନ୍ମାଏ ନାହିଁ। ଶୁଣନ୍ତୁ, ପ୍ରତ୍ୟେକ ମଣ୍ଡଳୀ, ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ମାନେ ଦୁଇ ଗୋଟି ସ୍ଥାନରେ ଅଛନ୍ତି। ଆକ୍ଷରିକ ଭାବରେ ଭାରତର ବା ପୃଥିବୀର କୌଣସି ଗୋଟିଏ ଭୌଗୋଳିକ ସ୍ଥାନରେ, ବର୍ତ୍ତମାନ ଆମେ ସାରିଙ୍ଗିରପିରେ ଅଛୁ, କିନ୍ତୁ ଆତ୍ମିକ ଭାବରେ ଆମେ ପ୍ରଭୁଙ୍କ ଭିତରେ ଅଛୁ। ପ୍ରମାଣ କଣ? କେବେ ଆପଣଙ୍କୁ ପ୍ରଭୁ ନିଜ ଭିତରକୁ ନେଲେ? ସେ କଣ ବାସ୍ତବରେ ଆମକୁ ନିଜ ଭିତରକୁ ନେଇଛନ୍ତି? ହଁ, ବାଇବଲରେ ପ୍ରମାଣ ଅଛି। ପଢନ୍ତୁ କଲୋସିୟ 3:1-2। ତୁମ୍ଭେମାନେ ଯେବେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଅଛ, ଶବ୍ଦଟିକୁ ଧ୍ୟାନ ଦେବେ। ତୁମ୍ଭେମାନେ ଯେବେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଅଛ, ତେବେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ, ଏଠାରେ କୁହାଯାଉ ନାହିଁ ତୁମ୍ଭେମାନେ ଯେବେ ଚର୍ଚ୍ଚର ମେମ୍ବର ହୋଇଅଛ, ଏଠାରେ କୁହାଯାଉ ନାହିଁ ତୁମ୍ଭେମାନେ ସିର ମେମ୍ବର ହୋଇଅଛ, ଏଠାରେ କୁହାଯାଉ ନାହିଁ ତୁମେ ଚର୍ଚ୍ଚର କମିଟି ମେମ୍ବର ହୋଇଅଛ। ସେ ସବୁ ସମୟ ସମୟ ଅନୁସାରେ ଆବଶ୍ୟକ ଅଟେ। କୌଣସି ବିଷୟ ଭୁଲ ନୁହଁ, କିନ୍ତୁ এই ସ୍ଥାନରେ ପରମେଶ୍ୱର କହୁଛନ୍ତି ତୁମେମାନେ ଯଦି ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଅଛ। ମୁଁ ଏ ଉତ୍ଥିତ କଥାକୁ ଟିକେ ପରେ କହିବି। ତା ତଳ ଧାଡିକୁ ପଢୁଛି। ତେବେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହଁ। ଖ୍ରୀଷ୍ଟଙ୍କର ଯେଉଁ ବାସସ୍ଥାନ, ହଁ। ସେହି ଉର୍ଦ୍ଧ୍ୱ ସ୍ଥାନର ବିଷୟ ସବୁ ଅନ୍ୱେଷଣ କର। ହଁ। ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ହଁ। ଉର୍ଦ୍ଧ୍ୱସ୍ଥ ବିଷୟରେ ଆସକ୍ତ ହୁଅ, କାରଣ ତୁମ୍ଭେମାନେ ମରି କାହିଁକି କୁହାଯାଉଛି ଏଠାରେ 1, 2, 3 ପଦରେ 3 ଗୋଟି ମହାନ ମହାନ କଥା କୁହାଯାଉଛି। ଜ୍ଞାନୀ ମନ ଜିଜ୍ଞାସୁ ବ୍ୟକ୍ତି ମାନଙ୍କ ପାଇଁ ଏହା ବହୁତ ଲାଭଦାୟକ ହବ। 1 ପଦରେ କୁହାଗଲା ଯଦି ତୁମେ ଉତ୍ଥିତ ହୋଇଅଛ ଖ୍ରୀଷ୍ଟଙ୍କ ସହିତ। 2 ପଦରେ କୁହାଗଲା ତେବେ ପାର୍ଥିବ ବିଷୟରେ ଆସକ୍ତ ନହୋଇ ଉର୍ଦ୍ଧ୍ୱସ୍ଥ ବିଷୟରେ ଆସକ୍ତ ହୁଅ। 3 ପଦରେ କୁହାଯାଉଛି କାରଣ। ପଢିଦିଅ। କାରଣ ତୁମ୍ଭେମାନେ ମରିଅଛ, ଆଉ ତୁମ୍ଭମାନଙ୍କର ଜୀବନ ଈଶ୍ୱରଙ୍କ ଠାରେ ଖ୍ରୀଷ୍ଟଙ୍କ ସହିତ ଗୁପ୍ତ ଅଛି। ଈଶ୍ୱରଙ୍କ ଠାରେ ଖ୍ରୀଷ୍ଟଙ୍କ ସହିତ ଗୁପ୍ତ ଅଛି। ତା ମାନେ 3 ପଦାନୁସାରେ ଜଣେ ଖ୍ରୀଷ୍ଟ ବିଶ୍ୱାସୀର ଜୀବନ ଯୀଶୁଙ୍କ ସହିତ, ଧ୍ୟାନ ଦେବେ, ମୁଁ ଆଉ ଯୀଶୁ, ଆପଣ ଆଉ ପ୍ରଭୁ ଯୀଶୁ ଈଶ୍ୱରଙ୍କ ଭିତରେ ଅଛନ୍ତି, ବାହାରେ ନାହାନ୍ତି। ଆପଣ ଲାଉଦିକିଆ ମଣ୍ଡଳୀକୁ ପ୍ରଭୁ ନିଜ ଭିତରେ ସ୍ଥାନ ଦେଇଥିଲେ। କଲୋସିୟ ମଣ୍ଡଳୀକୁ କହୁଛନ୍ତି ତୁମେ ମରିଅଛ। ତାମାନେ ସମସ୍ତେ ପ୍ରଭୁଙ୍କ ଭିତରେ ନାହାନ୍ତି। ଯୋଉମାନେ ମରିଅଛନ୍ତି। କେଉଁମାନେ ମରିଅଛନ୍ତି? ପାପରେ ମରିବା ଅଲଗା, ପାପ ପ୍ରତି ମରିବା ଅଲଗା।
ଯେଉଁମାନେ ପାପ ପ୍ରତି ମରିଛନ୍ତି ପ୍ରଭୁଙ୍କ ଲୋକମାନେ ତାହା ବୁଝିବା ପାଇଁ ହେଲେ 1 ପଦରେ 3:1 ଯେଉଁମାନେ ଉତ୍ଥିତ ହୋଇଅଛ ଖ୍ରୀଷ୍ଟଙ୍କ ସହିତ। ଖ୍ରୀଷ୍ଟଙ୍କ ସହିତ ଜଣେ କେତେବେଳେ ଉତ୍ଥିତ ହୁଏ? ଯଦି ଖ୍ରୀଷ୍ଟଙ୍କ ସହିତ ଜଣେ ଉତ୍ଥିତ ହେବାକୁ ଅଛି ତାହେଲେ ଖ୍ରୀଷ୍ଟଙ୍କ ସହିତ ସମାଧିସ୍ଥ ହେଇଥିବାକୁ ପଡିବ। ଯଦି ଖ୍ରୀଷ୍ଟଙ୍କ ସହିତ ସମାଧିସ୍ଥ ହେବାର ଅଛି ଖ୍ରୀଷ୍ଟଙ୍କ ସହିତ ମରିଥିବାକୁ ପଡିବ। ଆଚ୍ଛା, ତାହେଲେ ଖ୍ରୀଷ୍ଟଙ୍କ ସହିତ ଯେ ମରିଥିବ ଖ୍ରୀଷ୍ଟଙ୍କ ସହିତ ସେହି ସମାଧିସ୍ଥ ହୋଇଥିବ ସେହି ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହେଇଥିବ। ଏ 3 ଗୋଟି ଅନୁଭୂତି ପାଇଥିବା ଲୋକମାନଙ୍କୁ 2 ପଦରେ କୁହାଯାଉଛି ତୁମେ ପାର୍ଥିବ ବିଷୟରେ ଆସକ୍ତ ହୁଅ ନାହିଁ। କଣ ଏ 3 ଗୋଟି ଅନୁଭୂତି ଯେ ଖ୍ରୀଷ୍ଟଙ୍କ ସହିତ ମରି ଅଛି? କେଉଁମାନେ? କଣ ଏହାର ମରିବାର ଅନୁଭୂତି? ରୋମିଓ 6:1-6 ଯାଏ ପଢିବା ଆବଶ୍ୟକ ନାହିଁ। ଯେଉଁମାନେ ପୁରାତନ ଜୀବନକୁ ଛାଡିକି କ୍ରୁଶରେ ମାରି ଦେଉଛନ୍ତି ଖ୍ରୀଷ୍ଟଙ୍କ ସହିତ ମରିବା। ଗଲାତୀୟ 5:24, 6:14, 2:20, ରୋମିଓ 6:6-7 ଇତ୍ୟାଦି ପଦ ମାନଙ୍କରେ କ୍ରୁଶରେ ମରିବା କଥା କୁହାଯାଉଛି। ପ୍ରଭୁଙ୍କ ଲୋକମାନେ ତା ମାନେ ଜଣେ ବ୍ୟକ୍ତି ଯେଉଁ ଦିନ ପାପ ସ୍ୱୀକାର କରିକି ଆସେ ସେ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହେବାର ଅନୁଭୂତି ଯଦି ପାଇନାହିଁ ତାହେଲେ ସେ ବାସ୍ତବରେ ପାପ ପ୍ରତି ମରିବ ନାହିଁ। ତେବେ এই ମରି ଯାଇଥିବା ଲୋକକୁ ସମାଧି ଦିଆଯାଏ। ବାପ୍ତିସ୍ମ ହେଉଛି ମରଣରେ ସମାଧି। ଛିଞ୍ଚା ବାପ୍ତିସ୍ମ ନୁହଁ, ଡୁବନ। ଏତିକି ମାଟିରେ କାହାକୁ କବର ଦିଆଯାଏ ନାହିଁ। ଯୀଶୁ ଜଳରେ ଡୁବିତ ହେଲେ ଏଣୁ ବାପ୍ତିସ୍ମ ସମାଧି, ବ୍ୟାପ୍ଟାଇଜୋ ଗ୍ରୀକ ୱାର୍ଡ, ତାର ଅର୍ଥ ଯେ କୌଣସି ଅଶୁଚି ବ୍ୟକ୍ତି ବସ୍ତୁ ପଦାର୍ଥକୁ ସୂଚି କରିବା ଉଦ୍ଦେଶ୍ୟରେ ତରଳ ପଦାର୍ଥ ହଉ ବା ପାଣି ହଉ ବା ଯେ କୌଣସି ଲିକ୍ୱିଡରେ ବୁଡାଇବା ଆଉ ପବିତ୍ର କରି ବାହାର କରିବା, ଏହା ହେଉଛି ବାପ୍ଟିଜମ। ପାଣି ଛିଞ୍ଚିବା ନୁହଁ ବାପ୍ଟିଜମ। ଏଣୁ ମରି ଯାଇଥିବା ଲୋକକୁ ସମାଧି, ବାହାଘର ପାଇଁ ଡୁବନ ନୁହେଁ। ଯେ ପାପକୁ ମାରିଛି, ଯେ ପାପକୁ ତ୍ୟାଗ କରିଛି ତାହାକୁ ହିଁ ସମାଧି ଖ୍ରୀଷ୍ଟଙ୍କ ସହିତ। ଆଜିକାଲି ବାହାଘର ପାଇଁ ଡୁବନ ନେଉଛନ୍ତି। ବାହାଘର ବୟସ ହେଇଗଲା, ବାହାଘର ସମୟ ଆସିଗଲା, ଡୁବନ ନେଇଯା ବାପା ନେଇଯା। ବଡ ଦୁଃଖର କଥା। ବାଇବଲ ଶାସ୍ତ୍ରଜ୍ଞ ମାନଙ୍କୁ ମୁଁ କହିବା ପାଇଁ ଚାହେଁ, ବାଇବଲର କୌଣସି ଜାଗାରେ ଏପରି କୁହାଯାଉ ନାହିଁ କି ଡୁବନ ସହିତ ବିବାହକୁ ଯୋଡ଼ିବା ପାଇଁ। ଏହା ମାଣ୍ଡଳିକ ଶୃଙ୍ଖଳାକୁ ଧ୍ୟାନରେ ରଖି କରାଯାଇଛି ନିୟମ। ମଦୁଆ ଲୋକ ବି ବାହାଘର ବୟସ ହେଇଗଲା, ମଦ ଛାଡୁନାହିଁ, ଡୁବନ ନେଇଯାଉଛି। ଖଇନି, ପାନ, ଗୁଟକା, ସିଗାରେଟ ଛାଡୁନାହିଁ, ଡୁବନ ନେଇଯାଉଛି। ଡୁବନର ମହତ୍ଵ ଜାଣୁନାହାନ୍ତି, ଡୁବନ ନେଇଯାଉଛନ୍ତି। ଡୁବନ ବୋଲି କହିଲେ ମରି ଯାଇଥିବା ଲୋକକୁ ସମାଧି। ଜଣେ ବଞ୍ଚିଥିଲା ବେଳେ ମଦ ପିଉଥିଲା, ଚୋରି କରୁଥିଲା, ବ୍ୟଭିଚାର କରୁଥିଲା, ମନ୍ଦ ଦେଖୁଥିଲା, ମୁଭି ଦେଖୁଥିଲା, ମିଥ୍ୟା କହୁଥିଲା, ମରିଗଲା ପରେ ତାର ଫେଭରେଟ ମଦ ବୋତଲ ଆଣିକି ତା ପାଟିରେ ପଶାଇ ଦେଲେ ବି ପିଇବ ନାହିଁ, ଯେହେତୁ ସେ ମରି ଯାଇଛି। ଡୁବନକୁ ଶସ୍ତା ଭାବନ୍ତୁ ନାହିଁ। ଆଉ ଗୋଟିଏ ବଡ ଭୟଙ୍କର କଥା, ଯୋଉମାନେ ଡୁବନ ନେଇ ନାହାନ୍ତି ବାସ୍ତବ ଭାବରେ ଆଗମନ ବେଳକୁ ଉତ୍ଥିତ ହେବେ ନାହିଁ। ପ୍ରମାଣ ଅଛି ବାଇବଲରେ, କିନ୍ତୁ ଆଜି ସମୟ ନାହିଁ। ଖ୍ରୀଷ୍ଟଙ୍କ ସହିତ ମରିବା ଅର୍ଥାତ୍ ମନ ପରିବର୍ତ୍ତନ କରି ପରିତ୍ରାଣ ପାଇ ତାହାଙ୍କ ରକ୍ତରେ ଧୌତ ହେବା, ସମାଧିସ୍ଥ ହେବା ଅର୍ଥାତ୍ ଡୁବିତ ହେବା, ଉତ୍ଥିତ ହେବାର ଅର୍ଥ ହେଉଛି ପବିତ୍ର ଆତ୍ମାଙ୍କ ଶକ୍ତିରେ ପରିପୂର୍ଣ୍ଣ ହେବା। ପ୍ରଭୁଙ୍କ ଲୋକମାନେ
যদি তুমি মানে ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଅଛ ତାହେଲେ କର୍ମ ଏପରି କର ପାର୍ଥିବ ବିଷୟରେ ଆସକ୍ତ ହୁଅ ନାହିଁ, ପୃଥିବୀର ବିଷୟରେ ଆସକ୍ତ ହୁଅ ନାହିଁ। ପୃଥିବୀର ଧନ, ପୃଥିବୀର ପାପ, ପୃଥିବୀର ଭୋଗ, ପୃଥିବୀର ଅଭିଳାଷ, ପୃଥିବୀର ଯେକୌଣସି ବିଷୟ ପାଉଲଙ୍କ ଜୀବନ ଶୈଳୀ ଅନୁସାରେ ଆମେ ବଞ୍ଚିବା ଦରକାର। ପାଉଲ କହିଲେ ଖାଇବାକୁ ପିନ୍ଧିବାକୁ ଥିଲେ ଯଥେଷ୍ଟ, ଆସକ୍ତି ନାହିଁ। ମିଳିଲା ଘର ଠିକ ଅଛି, ନ ମିଳିଲା ଠିକ ଅଛି, ମିଳିଲା ଯାହା ଠିକ ଅଛି, କିଛି ନ ମିଳିଲେ ବି ଠିକ ଅଛି, ଆସକ୍ତି ନାହିଁ। କାହିଁକି? କାରଣ ହେଉଛି ତୁମେ ଦୁନିଆରେ ଯେକୌଣସି ଗାଁରେ ରହିବା ଲୋକ ହେଲେ ହେଁ ତୁମର ଠିକଣା ଚେଞ୍ଜ ହେଇଯାଇଛି। କଣ ତୁମର ଠିକଣା? ତୁମେ ଆଉ ଯୀଶୁ ଖ୍ରୀଷ୍ଟ ଉଭୟ ମିଶି କରି ତୁମେ ପିତାଙ୍କ ଭିତରେ ଲୁଚି ଯାଇଛ। ହାଲେଲୁୟା। ମୁଁ କାହିଁକି ହାଲେଲୁୟା କହୁଛି ମାନେ ଯଦି ଆମେ ଯେତେ ଲୋକ ବାସ୍ତବରେ ମନ ପରିବର୍ତ୍ତନ କରିଛୁ, ବାସ୍ତବ ସତ୍ୟ ଡୁବନ ନେଇଅଛୁ, ପବିତ୍ର ଆତ୍ମାଙ୍କ ଆସ୍ୱାଦନ କରିଛୁ, ଆମ ଜୀବନ ପିତା ପରମେଶ୍ୱରଙ୍କ ଭିତରେ ଅଛି। ଏଣୁ ଗୁଣି ଗାରୁଡି ତନ୍ତ୍ର ମନ୍ତ୍ର ଭୂତ ପ୍ରେତ ଆପଣଙ୍କୁ ଛୁଇଁବା ପାଇଁ ହେଲେ ପିତା ପରମେଶ୍ୱରଙ୍କୁ ଛୁଇଁକି ଆମ ପାଖକୁ ଆସିବାକୁ ପଡିବ, ଯାହାକି କାଠିକର ପାଠ ଅଟେ। ସେ ଆସିପାରିବ ନାହିଁ। ଏଣୁ ମୁଁ ଗୁଣିଆ ମାନଙ୍କୁ କହେ ତୁମର ଦମ ଅଛି, ତମେ ଆମକୁ ଟାର୍ଗେଟ କରିକି ଦେଖ। କାହିଁକି? ଆମେ ଧାର୍ମିକ ନାହୁଁ, ଆମେ ଯାହା ଭିତରେ ଅଛୁ ସେ ଆମକୁ ଯୋଉ ଘେରିଛନ୍ତି ତାଙ୍କୁ କୌଣସି ଗୁଣି ଗାରଡି କେବେ ହେଲେ ବାଜିବ ନାହିଁ। ଏଣୁ ଆମେ ସୁରକ୍ଷିତ ଅଟୁ। ପ୍ରଭୁଙ୍କ ଲୋକମାନେ ତେବେ ପ୍ରତ୍ୟେକ ମନ ପରିବର୍ତ୍ତନ କରିଥିବା, ପ୍ରତ୍ୟେକ ଡୁବିତ ହୋଇଥିବା, ପ୍ରତ୍ୟେକ ପବିତ୍ର ଆତ୍ମାଙ୍କ ଅନୁଭୂତିରେ ପୂର୍ଣ୍ଣ ହୋଇଥିବା ଲୋକମାନେ ଯେକୌଣସି ଭୌଗୋଳିକ ଠିକଣାରେ ଥାନ୍ତୁ ନା କାହିଁକି ପରମେଶ୍ୱରଙ୍କ ଭିତରେ ପ୍ରଭୁ ସେମାନଙ୍କୁ ରଖିଛନ୍ତି। ହେଲେ ପ୍ରଭୁଙ୍କର ଗୋଟିଏ ଟର୍ମସ ଆଉ କଣ୍ଡିସନ୍ସ କଣ? ତାଙ୍କ ଭିତରେ ରହିଲେ ଈଶଦୁଷ୍ମ ହେଇକି ରହିବାକୁ ମନା। ସେ ଚାହୁଁଛନ୍ତି ଲାଉଦିକିଆ ମଣ୍ଡଳୀ ତୁମେ ଆମ ଭିତରେ ଅଛ, ଈଶଦୁଷ୍ମ ହେବା ହେତୁରୁ ଆମେ ତୁମକୁ ଉଦ୍ଗାର କରିବାକୁ ଯାଉଅଛୁ। ତାମାନେ ଶୁଣନ୍ତୁ, ଦିନେ ପ୍ରଭୁ ଗ୍ରହଣ କରିଥିଲେ। ପ୍ରଭୁ କାହାକୁ ଗ୍ରହଣ କରନ୍ତି? ଯେଉଁମାନେ ମନ ପରିବର୍ତ୍ତନ କରି ଡୁବିତ ହୋଇଛନ୍ତି, ଯେଉଁମାନେ ପବିତ୍ର ଆତ୍ମାଙ୍କୁ ଆସ୍ୱାଦନ କରିଛନ୍ତି, ପ୍ରଭୁ ସେମାନଙ୍କୁ ଗ୍ରହଣ କରି ଭିତରେ ରଖିଛନ୍ତି। ହାଲେଲୁୟା। ପ୍ରଭୁ ଆପଣଙ୍କୁ ଭିତରେ ରଖିଛନ୍ତି। କିନ୍ତୁ ଯଦି ଆପଣ ଈଶଦୁଷ୍ମ ହେଇକି ରହିବେ, ଯଦି ଆପଣ ଉଦ୍ଦୀପିତ ହେଇକି ରହିବେ ନାହିଁ, ଯଦି ଆପଣ ଆତ୍ମାରେ, ବାକ୍ୟରେ, ସତ୍ୟରେ ଅଗ୍ନି ତୁଲ୍ୟ ଜଳିବେ ନାହିଁ, ସେ କହୁଛନ୍ତି ଆମେ ତୁମକୁ ଉଦ୍ଗାର କରିବାକୁ ଯାଉଛୁ। ଉଦ୍ଗାର ବୋଲି କହିଲେ କଣ? ଉଦ୍ଗାର ବୋଲି କହିଲେ ଧରା ପୃଷ୍ଠରେ ଯେ କେହି ବି ଖାଇଥିବା ଖାଦ୍ୟକୁ ଯଦି ଥରେ ଉଦ୍ଗାର କରିଦିଅନ୍ତି, କୁକୁର ଛଡା ପୃଥିବୀର କୌଣସି ବ୍ୟକ୍ତି ବା ପ୍ରାଣୀ ସେ ଖାଦ୍ୟକୁ ଆଉ ଖାଆନ୍ତି ନାହିଁ। କାହିଁକି? ତାହା ଘୃଣ୍ୟ ହେଇଗଲା, ତାହା ଆହୁରି କାମ କରିବ ନାହିଁ। ତାମାନେ ଶୁଣ, ଯେଉଁମାନେ ଆତ୍ମିକରେ ଦିନେ ଭଲ ଥିଲେ, ଦିନେ ପାପ ସ୍ୱୀକାର କରି ପରିତ୍ରାଣ ପାଇଥିଲେ, ଦିନେ ଡୁବନ ନେଇଥିଲେ, ଦିନେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇଥିଲେ, ଆଉ ଏବେ ଯଦି ସେମାନେ ଶୀତଳ ପଡିଯାଇଛନ୍ତି, ଈଶଦୁଷ୍ମ ହେଇଯାଇଛନ୍ତି, ସେମାନେ କେମିତି ଭାବରେ ପ୍ରଭୁଙ୍କ ଭିତରେ ଅଛନ୍ତି ଜାଣିଛନ୍ତି? ଇନଡାଇଜେଷ୍ଟେଡ ଫୁଡ। ମତେ କୁହନ୍ତୁ, ଏଠାରେ ଆମେ ଯେତେ ଅଛୁ ସମସ୍ତଙ୍କୁ କେବେ ନା କେବେ ଥରେ ବଦହଜମି ହେଇଥିବ।
ଆଉ ଯଦି ଅଜୀର୍ଣ୍ଣ ହେଇଗଲା କିଛି ବି ଖାଇଲେ, ଆଜିକାଲି ଆୱାରନେସ୍ ଆସିଗଲା, ଆଜିକାଲି ଗ୍ୟାଷ୍ଟ୍ରିକ ମେଡିସିନ ଆସିଗଲା, ଡାଇଜେଷ୍ଟିଭ ମେଡିସିନ ଆସିଗଲା, ଲୋକମାନେ ଡାଇନିଂ ଟେବୁଲରେ ଫଳମୂଳ ପନିପରିବା ସହିତ ଡାଇଜେସନ ଟାବଲେଟ ବି ରଖି ଦଉଛନ୍ତି। ଜାଣିଛନ୍ତି ଭିତର ସିଷ୍ଟମରେ ଦମ ନାହିଁ, କିନ୍ତୁ ଗିଳିବେ ଗୋଟା ଗୋଟା, ତେଣୁ ତାକୁ ହଜମ କରିବା ପାଇଁ ମେଡିସିନ ବି ବୋତଲ ବି ଟେବୁଲରେ ଥୁଆ ହେଇଥାଉଛି। ଏଇଟା ବି ଖାଅ, ସେଇଟା ବି ଖାଅ। ଦିନ ଥିଲା ଲୋକମାନେ ଡାଇଜେସନ ପାଇଁ କିଛି ଖାଉନଥିଲେ। ଯଦି ଭୁଲ ବଶତଃ ଅଜୀର୍ଣ୍ଣ ହେଇଗଲା, ମନେ ଅଛି? ଟିକେ ମନେ ପକାନ୍ତୁ କୋଉ ଦିନ ଅଜୀର୍ଣ୍ଣ ହେଇଥିଲା? ଯୋଉ ହାକୁଟି ମାରିବ କି ସ୍ୱାଦ, ପେଟ ଯୋଉ ଫୁଲେଇକି ଫମ୍ପେଇକି ରହିବ କି ବଥା, ଯେ ଯାଏ ତାହା ঊର୍ଧ୍ୱଗାମୀ ହେଇକି ଉଦ୍ଗାର ହେଉ ବା ନିମ୍ନଗାମୀ ହେଇକି ବହିଷ୍କାର ହେଉ, ଯେ ଯାଏ ହେଇନାହିଁ ମନକୁ ଶାନ୍ତି ନାହିଁ, ଶରୀରକୁ ବିଶ୍ରାମ ନାହିଁ। ବୁଝିପାରିଲେ ତ? ঊର୍ଧ୍ୱଗାମୀ ନିମ୍ନଗାମୀ, ବାୟୁ ଦୋଷ ହେଉ କି ଜଳ ଦୋଷ ହେଉ, ଯେମିତି ହେଇକି ହେଲେ ଯେ ଯାଏ ଅଜୀର୍ଣ୍ଣ ଖାଦ୍ୟ ବାହାରି ନାହିଁ, ସେ ଲୋକର ମୁହଁ ଦେଖିବ କେମିତି ଦେଖା ଯାଉଥିବ, ତାର ଦେହ କେମିତି ଦେଖା ଯାଉଥିବ। ଶୁଣନ୍ତୁ, ଯଦି ଆପଣ ମନ ପରିବର୍ତ୍ତନ କରିକି ଡୁବନ ନେଲା ପରେ ଯଦି ଆପଣ ଏବେ ବି ପାପରେ ଅଛନ୍ତି, ଆପଣ ପ୍ରଭୁଙ୍କ ଭିତରେ ଅଜୀର୍ଣ୍ଣ ଖାଦ୍ୟ ପରି ପ୍ରଭୁଙ୍କୁ କଷ୍ଟ ଦଉଛନ୍ତି। ପ୍ରଭୁଙ୍କ ପାଇଁ ବୋଲି ଆପଣ ପେଟ ବଥା ହେଇଯାଇଛନ୍ତି, ପ୍ରଭୁଙ୍କ ପାଇଁ ବୋଲି ଆପଣ ଅଜୀର୍ଣ୍ଣ ହେଇଯାଇଛନ୍ତି। ଏଣୁ ସେ ୱାର୍ଣ୍ଣିଂ ଦଉଛନ୍ତି। କଣ ବୋଲି? ତମେ ବହୁତ କିଛି ଭାବୁଛ। କଣ ଭାବୁଛ? ତୁମେ କହୁଛ, କଣ କହୁଛ? 17 ପଦ ତୁମ୍ଭେ କହୁଅଛ, ତୁମେ କହୁଅଛ ମୁଁ ଧନୀ, ଓ ମୁଁ ଧନୀ, ମୋହର ବହୁତ ସମ୍ପତ୍ତି ଅଛି, ବହୁତ ସମ୍ପତ୍ତି ଅଛି, ମୋହର କୌଣସି ଅଭାବ ନାହିଁ। କୌଣସି ଅଭାବ ନାହିଁ। ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦିନହୀନ, ଦରିଦ୍ର, ଅନ୍ଧ ଓ ଉଲଙ୍ଗ, ଏହା ଜାଣ ନାହିଁ। ଜାଣି ପାରୁନାହାନ୍ତି। ଏମାନେ ହେଲେ ଅଜୀର୍ଣ୍ଣ ଖାଦ୍ୟ ତୁଲ୍ୟ। ନିଜର ସ୍ପିରିଚୁଆଲ ଅବସ୍ଥାକୁ ବୁଝିପାରୁନାହାନ୍ତି। ଫାରୁସୀ ମାନଙ୍କର ଅବସ୍ଥା ବି ସେଇଆ ଥିଲା। ସେମାନେ ଅନ୍ଧ, ଜାଣିପାରୁନଥିଲେ ନିଜ ଅନ୍ଧ ବୋଲିକି। ସେମାନେ କାଳସର୍ପର ବଂଶ, ଜାଣିପାରୁନଥିଲେ। ମୁଁ କହିବା ପାଇଁ ଚାହେଁ, ଆପଣା ଭ୍ରାନ୍ତି କିଏ ବୁଝିପାରେ? ଆମେ ବେଳେ ବେଳେ ଆକ୍ଷରିକ ଭାବରେ ସାମାଜିକ ଭାବରେ ବହୁତ ଉଦ୍ଯୋଗୀ ହେଇକି ବହୁତ ପରିଶ୍ରମ କରୁ, ଓକେ, ଭଲ କଥା, କିନ୍ତୁ ନିଜ ଅବସ୍ଥାକୁ ବି ଜାଣିବା ଦରକାର। ସ୍ପିରିଚୁଆଲି ମୁଁ ପ୍ରଭୁଙ୍କୁ ଦୁଃଖ ଦେଉନାହିଁ ତ? ମୁଁ ପ୍ରଭୁଙ୍କ ଭିତରେ ରହିକି ପ୍ରଭୁଙ୍କୁ କଷ୍ଟ ଦେଉନାହିଁ ତ? ପ୍ରଭୁଙ୍କୁ ଯନ୍ତ୍ରଣା ଦେଉନାହିଁ ତ? କେତେ କାଳ ସେ ଯନ୍ତ୍ରଣା ସହିବେ? କାହିଁକି ସେ ଯନ୍ତ୍ରଣା ସହୁଛନ୍ତି? କେଉଁମାନଙ୍କ ପାଇଁ ଯନ୍ତ୍ରଣା ସହୁଛନ୍ତି? ଯୋଉମାନେ କି ନିଜର ଅବସ୍ଥା ବୁଝି ପାରୁନାହାନ୍ତି, ଯୋଉମାନେ ଜାଣି ପାରୁନାହାନ୍ତି କି ସେମାନେ କେତେ ଦୁର୍ବଳ, କେତେ ଅଭାଗା, କେତେ ବଡ ପାପୀ, କେଡେ କପଟି, କେଡେ ପାଖଣ୍ଡ, କେଡେ କେଡେ ମୂର୍ଖ। ସେମିତି ମଣ୍ଡଳୀକୁ କହୁଛନ୍ତି, ଆମେ ଯେତେ ଲୋକକୁ ଭଲ ପାଉ ସେମାନଙ୍କୁ ଅନୁଯୋଗ ଶାସନ କରିଥାଉ, ଅତଏବ ଉଦ୍ଯୋଗୀ ହୋଇ ମନ ପରିବର୍ତ୍ତନ କର। ପ୍ରଭୁ ଥରେ ଗ୍ରହଣ କରିଛନ୍ତି, ସେ ୱାର୍ଣ୍ଣିଂ ଦଉଛନ୍ତି। ଆହୁରି କଣ ୱାର୍ଣ୍ଣିଂ ଦଉଛନ୍ତି? 18 ପଦ ପଢନ୍ତୁ। ଏଣୁ ଆମ୍ଭେ ତୁମ୍ଭକୁ ଏହି ପରାମର୍ଶ ଦେଉଅଛୁ, ତୁମ୍ଭେ ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ ଆଉ ତୁମ୍ଭ ଉଲଙ୍ଗତାର ଲଜ୍ଜା ଯେପରି ପ୍ରକାଶିତ ନ ହୁଏ, ଏଥିପାଇଁ ପରିଧାନ କରିବା ପାଇଁ ଶୁକ୍ଳ ବସ୍ତ୍ର, ପୁଣି ଦୃଷ୍ଟି ପାଇବା ନିମନ୍ତେ ଚକ୍ଷୁରେ ଲେପନ କରିବା ପାଇଁ ଅଞ୍ଜନ ଆମ୍ଭ ନିକଟରୁ କିଣ। ଆମ୍ଭେ ଯେତେ ଲୋକଙ୍କୁ ଭଲ ପାଉ ସେମାନଙ୍କୁ ଅନୁଯୋଗ ଓ ଶାସନ କରିଥାଉ, ଅତଏବ ଉଦ୍ଯୋଗୀ ହୋଇ ମନ ପରିବର୍ତ୍ତନ କର। ପ୍ରଭୁ ଚାହୁଁଛନ୍ତି ଏମାନେ ପରିବର୍ତ୍ତନ ହେଉନ୍ତୁ। ତାମାନେ ଯେତେ ଜଣ
ଦିନେ ପରିବର୍ତ୍ତନ ହେଇଥିଲେ ବର୍ତ୍ତମାନ ଈଶ୍ୱର ଦୁଷ୍ମ ହେଇଯାଇଛନ୍ତି। ଯଦି ପରିବର୍ତ୍ତନ ହେବେ ନାହିଁ ପ୍ରଭୁ ଉଦ୍ଗାର କରିବେ। ଏ ଉଦ୍ଗାର ହେଉଛି ଶାସନ। ଶୁଣନ୍ତୁ, ବାଇବଲରେ ସେ କାହା କାହାକୁ ଉଦ୍ଗାର କରିଦେଲେ? ଯେଉଁମାନଙ୍କୁ ଉଦ୍ଗାର କରିଦେଲେ ଆଉ ଗ୍ରହଣ କଲେ ନାହିଁ। ଏତେ ସହଜରେ ଉଦ୍ଗାର କରନ୍ତି ନାହିଁ। ଆମେ ଗୋଟିଏ ଖାଦ୍ୟ ଅତି ପସନ୍ଦ ହେଇକି ପ୍ରେମରେ ରୁଚି ନେଇ ଆମୋଦ ପ୍ରମୋଦ କରି କରିକି ଖାଉ କେତେ ଖୁସିରେ। ଭାବୁ ଏହା ମୋ ଦେହକୁ ବଳ ଯୋଗାଇବ। କାହା ଦେହକୁ? ମୋ ଦେହକୁ, ମୋ ଆଖିକୁ, ମୋ ସ୍କିନକୁ, ମୋ କେଶକୁ, ମୋ ମାଂସ ଶରୀରକୁ। ଶୁଣନ୍ତୁ, ପ୍ରଭୁ ଆପଣଙ୍କୁ ଗ୍ରହଣ କଲେ। ଖ୍ରୀଷ୍ଟଙ୍କ ଶରୀରକୁ ଆପଣ ବଳ ଯୋଗାଇବା ବ୍ୟକ୍ତି ହେବାର ଆବଶ୍ୟକ ଅଟେ। କଣ ଖ୍ରୀଷ୍ଟଙ୍କ ଶରୀର? ମଣ୍ଡଳୀ। ଆପଣ ମଣ୍ଡଳୀକୁ ବଳ ଯୋଗାଇବା ଲୋକ ହେଉଛନ୍ତି ମଣ୍ଡଳୀ ଭିତରେ ରହି, ନା ମଣ୍ଡଳୀକୁ ଭାଙ୍ଗିବା ଲୋକ ହେଉଛନ୍ତି? ଏହା ଏକ ରହସ୍ୟ ଅଟେ। ପ୍ରଭୁ ଆମକୁ ଗ୍ରହଣ କରିଛନ୍ତି ଏମିତି ଖାଦ୍ୟ ଭାବରେ କି ମଣ୍ଡଳୀ ଆମ ଦ୍ୱାରା ବଳ ପାଇବାକୁ ପଡିବ। ଯଦି ଆମ ଦ୍ୱାରା ମଣ୍ଡଳୀ ନିଷ୍ଠା ପାଉନାହିଁ, ଆମ ଦ୍ୱାରା ମଣ୍ଡଳୀ ସଞ୍ଜୀବିତ, ଉଦ୍ଦୀପିତ, ସଂଶୋଧିତ ଆଉ ପରିବର୍ତ୍ତିତ ହେଉନାହିଁ, ତାମାନେ ଆମେ ସେଇ ଅଜୀର୍ଣ୍ଣ ଖାଦ୍ୟ ଅଟୁ। କେବଳ ପ୍ରଭୁଙ୍କୁ କଷ୍ଟ ଦେଉଛୁ। ପ୍ରଭୁ ୱାର୍ଣ୍ଣିଂ ଦଉଛନ୍ତି, ପରିବର୍ତ୍ତନ ହୁଅ ନହେଲେ ଉଦ୍ଗାର କରିବୁ। ବାଇବଲରେ ସେ ଉଦ୍ଗାର କରିଦେଲେ ଲୁସିଫରକୁ, ଆଉ ଗ୍ରହଣ କଲେ ନାହିଁ। ଉଦ୍ଗାର କରିଦେଲେ ଆଦମ ହବାକୁ, ଆଉ କେବେ ଦେଖାଦେଲେ ନାହିଁ। ଉଦ୍ଗାର କରିଦେଲେ ଏସଉକୁ, ପ୍ରବଳ କାନ୍ଦିଲା ପରେ ବି ଆଉ ଏସଉକୁ ସୁଯୋଗ ମିଳିଲା ନାହିଁ। ଉଦ୍ଗାର କରିଦେଲେ ସାଉଲକୁ, ଆଉ ମିଳିଲା ନାହିଁ। ଉଦ୍ଗାର କରିଦେଲେ ଏଲି ଯାଜକର ବଂଶକୁ, ଆଉ ଯାଜକ ପଦ ମିଳିଲା ନାହିଁ। ଉଦ୍ଗାର କରିଦେଲେ ବଲଶେଶ୍ୱରର ସାମ୍ରାଜ୍ୟକୁ, ଆଉ ସାମ୍ରାଜ୍ୟ ମିଳିଲା ନାହିଁ। ଉଦ୍ଗାର କରିଦେଲେ ଇସ୍କାରିୟତ ଯିହୁଦାକୁ, ଆଉ ସେବକ ପଦ ମିଳିଲା ନାହିଁ। କଣ ଭାବୁଛନ୍ତି? ଆମ ପରମେଶ୍ୱର ଗ୍ରହଣ ବି କରନ୍ତି, ପରିବର୍ତ୍ତନ ନହେଲେ ଉଦ୍ଗାର ବି କରନ୍ତି। ଏଣୁ ଏଇ ସି କନଭେନସନରେ ମୁଁ ଏହା କହିକି ଆଜିର ପ୍ରଥମ ସନ୍ଧ୍ୟାର ବାକ୍ୟକୁ ସମାପ୍ତ କରିବା ପାଇଁ ଚାହେଁ। ସମୟ ଆସିଛି ସମୀକ୍ଷା କରୁ। ପ୍ରଭୁ ଆମକୁ ବଡ ପ୍ରେମରେ ଗ୍ରହଣ କଲେ। ଆମେ ଖାଦ୍ୟକୁ ପ୍ରେମରେ ଗ୍ରହଣ କରୁ। ଅଜୀର୍ଣ୍ଣ ହେଲେ ଘୃଣାରେ ଉଦ୍ଗାର କରୁ, ବାନ୍ତି କରୁ। ତାକୁ ଅନେଇବାକୁ ପୁଣି କେବେ ଯାଉନାହୁଁ। ଯେଉଁମାନଙ୍କ ନାମ ମୁଁ ଧରିଲି ପରମେଶ୍ୱର, ସେମାନଙ୍କୁ ଆଉ କେବେ ଅନେଇ ନାହାନ୍ତି। ଆମ ପରମେଶ୍ୱର ଗ୍ରହଣ ବି କରନ୍ତି, ପରିତ୍ୟାଗ ବି କରନ୍ତି। ଏଣୁ ସେ କହୁଛନ୍ତି ଉଦ୍ଯୋଗୀ ହୁଅ, ମନ ପରିବର୍ତ୍ତନ କର। କାହିଁକି? ସେ ଶୀଘ୍ର ଆସୁଛନ୍ତି। ପ୍ରଭୁଙ୍କ ଲୋକମାନେ ଏଇ 3 ଦିବସୀୟ ସମ୍ମିଳନୀର ସ୍ୱର୍ଣ୍ଣ ଜୟନ୍ତୀର ସଭାରେ ପ୍ରଭୁ ଆମ ସମସ୍ତଙ୍କୁ ସାହାଯ୍ୟ କରନ୍ତୁ। ଆମେ ଉଦ୍ଯୋଗୀ ହୋଇ ପରିବର୍ତ୍ତନ ହେଉ। ତାହେଲେ କଣ ହେବ ଜାଣିଛନ୍ତି? ସେ ଦ୍ୱାର ନିକଟରେ ଠିଆ ହେଇଛନ୍ତି। ସେ ଭିତରକୁ ଆସିବେ, ଆମ ସହିତ ପୁଣି ଭୋଜନ କରିବେ। ସେ ଆମକୁ ସିଂହାସନରେ ବସିବାକୁ ଦେବେ। ଯଦି ଉଦ୍ଯୋଗୀ ହେବା ନାହିଁ, ପରିବର୍ତ୍ତନ ହେବା ନାହିଁ, ଉଦ୍ଗାର କରିଦେବେ, ଆଉ କେବେ ହିଁ ଆମକୁ ସୁଯୋଗ ମିଳିବ ନାହିଁ। ଆମ ସ୍ଥାନ ଆଉ କାହାକୁ ମିଳିଯିବ। ପ୍ରଭୁଙ୍କ ଲୋକମାନେ, ମୁଁ ଏହା କହିକି ସମାପ୍ତ କରିବି। ଆମେ ପ୍ରଭୁଙ୍କ ଭିତରେ ଅଛୁ, ପ୍ରଭୁଙ୍କୁ କଷ୍ଟ ଦେଉଛୁ, ନା ପ୍ରଭୁଙ୍କ ଶରୀର ରୂପ ମଣ୍ଡଳୀକୁ ବଳ ଯୋଗାଉଛୁ? ପ୍ରଭୁଙ୍କ ଶରୀର ଅର୍ଥାତ୍ ଚର୍ଚ୍ଚ ମଣ୍ଡଳୀ। Are we strengthening the body of Christ or destroying it? ଆମେ ସମୀକ୍ଷା କରୁ, ଆମେ କି ପ୍ରକାର ପ୍ରଭୁଙ୍କ ମଣ୍ଡଳୀ ପାଇଁ କାର୍ଯ୍ୟ କରୁଛୁ। ଯଦି ତାଙ୍କ ଭିତରେ ସେ ଆମକୁ ରଖିଛନ୍ତି, ସେ ଅଜୀର୍ଣ୍ଣ ଖାଦ୍ୟକୁ କେତେ ଦିନ ସହ କରିବେ? ଏଣୁ ପରିବର୍ତ୍ତନ ହେଉ, ନଚେତ୍ ସେ ଉଦ୍ଗାର କରିବେ।
ଆସନ୍ତୁ ଚକ୍ଷୁ ବନ୍ଦ କରିବା